ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଜିର ଏହି ନୂଆ ପାଠ୍ୟ ବିଷୟବସ୍ତୁକୁ ସ୍ୱାଗତ। ଆଜିର ପାଠପଢ଼ା ବିଷୟଟି ହେଉଛି ଦ୍ୱିତୀୟ ଶ୍ରେଣୀ ପାଇଁ। ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କର ମଧ୍ୟ ବହି ପରିବର୍ତ୍ତନ ହୋଇସାରିଛି। ଭାଷା ପରିବେଶ ସମନ୍ୱିତ ପାଠ୍ୟକ୍ରମକୁ ନେଇକରି ବହିର ନାମ ଦିଆଯାଇଛି ଝୁଲଣା 2। ପ୍ରଥମ ଶ୍ରେଣୀରେ ଏହାର ନାମ ଦିଆଯାଇଥିଲା ଝୁଲଣା 1, କିନ୍ତୁ ଦ୍ୱିତୀୟ ଶ୍ରେଣୀରେ ଏହାର ନାମ ଦିଆଯାଇଛି ଝୁଲଣା 2। ତେଣୁ ଆମେ ଝୁଲଣା 2ର ପ୍ରଥମ ବିଷୟକୁ ଆଜି ପଢ଼ିବା, ଯେଉଁ ବିଷୟର ନାମ ହେଉଛି ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ। ପାଠ 1। ପ୍ରଥମ ଭାଗ ପରିବାର ଉପରେ ଏହି ବିଷୟଟି ଆଧାରିତ। ତେଣୁ ଆସ ପ୍ରଥମେ ଏହି ବିଷୟଟିରେ ଏକ ସୁନ୍ଦର କବିତାଟି ଶୁଣିବା। ମନେ ପାଇଲେ ଟଙ୍କା ଦୋକାନରୁ କିଣି ଆଣିବି ଲଙ୍କା। କାଙ୍କଡ଼ କାଟି ଜିରାକୁ ବାଟି ଛୁଙ୍କ ଦେଇ ତୁମେ ଝୋଳ କରିଦେବ, ଲାଗିବ ସୁଆଦ ଖାଇବି ଚାଟି। ବଜାର ଯିବି ପରିବା ସଉଦା କିଣି ଆଣିବି, କରି ରୋଷେଇ ଦେବି ଖୁଆଇ। ଅଝଟ ହୁଅ ନା ଧନ ସଂଖାଳି ମୋ, ପାଠ ପଢ଼ି ସାରି ଖେଳୁଥା ଯାଇ। ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ। ମାଙ୍କଡ଼ କହିଲା ବାପାଙ୍କୁ ଦିନେ, କାଙ୍କଡ଼ ଖାଇବି ଭାବିଛି ମନେ। ପାଇଲେ ଟଙ୍କା ଦୋକାନରୁ କିଣି ଆଣିବି ଲଙ୍କା। କାଙ୍କଡ଼ କାଟି ଜିରାକୁ ବାଟି ଛୁଙ୍କ ଦେଇ ତୁମେ ଝୋଳ କରିଦେବ, ଲାଗିବ ସୁଆଦ ଖାଇବି ଚାଟି। ଏତିକି ବେଳକୁ ଡାକିଲେ ମା, ଶୁଣୁଥାରେ ପୁଅ କହୁଛି ଯାହା। ବଜାର ଯିବି ପରିବା ସଉଦା କିଣି ଆଣିବି, କରି ରୋଷେଇ ଦେବି ଖୁଆଇ। ଅଝଟ ହୁଅନା ଧନ ସଂଖାଳି ମୋ, ପାଠ ପଢ଼ି ସାରି ଖେଳୁଥା ଯାଇ। ତାହେଲେ ଏହି ଚିତ୍ରରେ ତୁମେମାନେ ମାଙ୍କଡ଼ର ପରିବାର ଉପରେ ପାଠ ପଢ଼ିବ। ଚିତ୍ରରେ କ'ଣ ଦେଇଛି ନା, ପ୍ରଥମ ଚିତ୍ରରେ ଦେଇଛି ହାଟ ଚାଲିଛି, ପନିପରିବା ବିକ୍ରି ହେଉଛି, ସେଠି ଲୋକମାନେ ପନିପରିବା କିଣୁଛନ୍ତି। ଦ୍ୱିତୀୟ ଚିତ୍ରରେ କ'ଣ ଦେଇଛି ନା, ସେଠି ମାଙ୍କଡ଼ ମା ସହିତ ତାର 2 ଜଣ ପିଲା ବସିଛନ୍ତି ଘର ପାଖରେ। ତୃତୀୟ ଚିତ୍ରରେ କ'ଣ ଦେଇଛି ନା, ମାଙ୍କଡ଼ ଭାଇ ଭଉଣୀ 2 ଜଣ ପାଠ ପଢ଼ୁଛନ୍ତି। ତାପର ଚିତ୍ରରେ କ'ଣ ଦେଇଛି ନା, 2 ଜଣ ମାଙ୍କଡ଼ ଭାଇ ଭଉଣୀ ଖେଳୁଛନ୍ତି। ଆଉ ଶେଷ ଚିତ୍ରରେ କ'ଣ ଦେଇଛି ନା, ମାଙ୍କଡ଼ ବାପା ମାଙ୍କ ସହିତ ତାଙ୍କର ପୁଅ ଆଉ ଝିଅ ସମସ୍ତେ ମିଶିକିରି ଏକାଠି ଖାଉଛନ୍ତି, ନାଇଁ କି? ତାହେଲେ ଏମାନଙ୍କର ଆମେ ଏଥିରୁ କ'ଣ ଜାଣିଲେ ନା, ଏହା ହେଉଛି ଏକ ମାଙ୍କଡ଼ଙ୍କର ପରିବାର, ଯେଉଁଥିରେ ବାପା ମା ଆଉ ଭାଇ ଭଉଣୀ 4 ଜଣ ରହିଛନ୍ତି। ତାହେଲେ ବର୍ତ୍ତମାନ ଆସ ଏହି କବିତାଟିର ସାର କଥାଟିକୁ ଜାଣିବା। ସାର କଥାରେ ମାଙ୍କଡ଼ ପିଲାଟି ତା ବାପାଙ୍କୁ କହୁଛି ଯେ ସେ କାଙ୍କଡ଼ ଖାଇବାକୁ ଇଚ୍ଛା କରୁଛି। ତେଣୁ ସେ କହୁଛି ଯଦି ଟଙ୍କା ମିଳିବ ସେ ବଜାରରୁ କାଙ୍କଡ଼ ଓ ଲଙ୍କା କିଣି ଆଣିବ। ତାପରେ ସେ ତାର ବାପାଙ୍କୁ କହୁଛି ଯେ କାଙ୍କଡ଼କୁ କାଟି ଜିରାକୁ ବାଟି ଏବଂ ଛୁଙ୍କ କରି ଯଦି ତୁମେ ଝୋଳ ତିଆରି କରିଦିଅ, ତାହେଲେ ଖାଇବା ବହୁତ ସୁଆଦ ଲାଗିବ। ଆଉ ସେ ଆନନ୍ଦରେ ଚାଟି କରି ଖାଇବ। ଏହାପରେ ତାର ମା ତାକୁ ଡାକି କହୁଛନ୍ତି
ଯେ ସେ ବଜାରକୁ ଯାଇ ପରିବା ଓ ଆବଶ୍ୟକୀୟ ସାମଗ୍ରୀ କିଣି ଆଣିବେ ଆଉ ରୋଷେଇ କରି ସାରିବା ପରେ ଯାଇ ତାକୁ ଖାଇବାକୁ ଦେବେ। ତେଣୁ ସେ ପୁଅକୁ ଉପଦେଶ ଦେଇ କହୁଛନ୍ତି, ଅଝଟ ନ ହୋଇ ପ୍ରଥମେ ନିଜ ପାଠ ପଢ଼ି ସାର, ତାପରେ ଖେଳିବାକୁ ଯିବୁ ଏବଂ ରୋଷେଇ ସରିଲେ କାଙ୍କଡ଼ ଝୋଳ ତରକାରୀ ଖାଇବୁ। ବୁଝିପାରିଲ ନା ନାଇଁ? ଠିକ୍ ଅଛି। ତେଣୁ ବର୍ତ୍ତମାନ ଆସ ଆମେ ଅଭ୍ୟାସ କାର୍ଯ୍ୟ କରିବା। ହେଲା, ପ୍ରଥମ ନମ୍ବରକୁ ଆସ। କ'ଣ ଦେଇଛି ନା ଆସ କଥା ହେବା। ଏକ ନମ୍ବର କରେ ଦେଇଛି ତୁମେ ଅଝଟ ହେଲେ ତୁମକୁ କିଏ ବୁଝାନ୍ତି? କହିଲ ଦେଖି, ଯଦି ତୁମେ ଅଝଟ ହୁଅ ଘରେ ତାହେଲେ ତୁମକୁ କିଏ ସବୁ ବୁଝାଇଥାନ୍ତି? କିଏ ବୁଝାଇଥାନ୍ତି? ଉତ୍ତର ହେଉଛି ବାପା ମା ବୁଝାଇଥାନ୍ତି, ନାଇଁ କି? ଠିକ୍ ଅଛି। ତାପରେ ଖ ନମ୍ବର କ୍ୱେଶ୍ଚିନ୍କୁ ଆସ। ଘରେ ତୁମକୁ ପାଠ ପଢ଼ା ବେଳେ କିଏ ସାହାଯ୍ୟ କରନ୍ତି? କିଏ ସବୁ ସାହାଯ୍ୟ କରନ୍ତି ଘରେ? ନା ସାଧାରଣତଃ ତୁମର ବାପା ମା ମାନେ ସାହାଯ୍ୟ କରନ୍ତି, ବଡ଼ ଭାଇ ଭଉଣୀ ମଧ୍ୟ ସାହାଯ୍ୟ କରନ୍ତି, ନାଇଁ କି? ତେଣୁ ଉତ୍ତରରେ ଆମେ ଲେଖିବା ବାପା ମା ବଡ଼ ଭାଇ ଭଉଣୀ। ତାପରେ ଆସିଲା ବଜାରକୁ ତୁମେ କାହା ସହ ଯାଅ? ବଜାରକୁ ତୁମେ କାହା ସହ ଯାଅ? ନା ଉତ୍ତର ହେଉଛି ବଜାରକୁ ତୁମେ କାହା ସହ ଯାଅ? ସବୁ ବଜାରକୁ ତୁମେ ବାପାଙ୍କ ସହିତ ଯାଉଥାଇପାର, ମାଆଙ୍କ ସହିତ ବି ଯାଅ, ବଡ଼ ଭାଇ ଭଉଣୀଙ୍କ ସହିତ ବି ଯାଅ, ନାଇଁ କି? ତେଣୁ ଉତ୍ତର ଆମେ କ'ଣ ଲେଖିବା? ନା ବାପା ମା ବଡ଼ ଭାଇ ଭଉଣୀଙ୍କ ସହିତ ଆମେ ଯାଉ ବଜାର। ତାପରେ ଆସିଲା ପରବର୍ତ୍ତୀ କ୍ୱେଶ୍ଚିନ୍, ତୁମେ କେଉଁ କାମରେ ବାପା ମାଙ୍କୁ ସାହାଯ୍ୟ କର? କିଏ କହିପାରିବ? ତୁମେ କେଉଁ କାମରେ ବାପା ମାଙ୍କୁ ସାହାଯ୍ୟ କର? ଉତ୍ତର ହେଉଛି କ'ଣ? ନା ଆମେ ଘରେ ବାପା ମାଙ୍କୁ ଘରର କାମରେ ସାହାଯ୍ୟ କରୁ। ଯେମିତିକି କ'ଣ? ରୋଷେଇରେ ତୁମେ ମାଆଙ୍କୁ ସାହାଯ୍ୟ କର, ବାପାଙ୍କୁ କୌଣସି ଜିନିଷ ଦେବାରେ ସାହାଯ୍ୟ କର, ନାଇଁ କି? ଘର ସଫା କରିବାରେ ସାହାଯ୍ୟ କର। ଏହିପରି ଭାବରେ ଆମେ ଉତ୍ତର ଲେଖିବା। ତାପରେ ଆସିଲା ତୁମେ କେଉଁ ସବୁ ସଉଦା ଦୋକାନରୁ ଆଣିଥାଅ? ତୁମେ ଦୋକାନରୁ ସବୁ କେଉଁ ସବୁ ସଉଦା ଆଣିଥାଅ କି କହିବ ଦେଖିବା? କ'ଣ ସବୁ ଆଣ ଦୋକାନରୁ? ପନିପରିବା ଆଣିଥାଉ, ଚାଉଳ ଆଣିଥାଉ, ଲଙ୍କା ଆଣିଥାଉ, ସୋରିଷ ଆଣିଥାଉ, ଚିନି ଆଣିଥାଉ, ଗୁଡ଼ ଆଣିଥାଉ, ବିଭିନ୍ନ ପ୍ରକାର ଜିନିଷ ଦୋକାନରୁ ଯାହା ବି ଆମର ଦରକାର ଖାଦ୍ୟ ସରଞ୍ଜାମ ରୋଷେଇ କରିବାରେ ସେସବୁକୁ ଆମେ ଆଣିଥାଉ, ନାଇଁ କି? ଠିକ୍ ଅଛି। ତାପରେ ଆସିଲା 2 ନମ୍ବର, ଦେଖ ଓ ଲେଖ। କ'ଣ ଦେଇଛି ଏଠି? ନା ଅଙ୍କ ଅଙ୍କ ଦେଇଛି, ତା ତଳେ ଦେଇଛି ୱଙ୍କ। ତେଣୁ ଏଠି ଓଡ଼ିଆ ହସ୍ତାକ୍ଷର ଗୋଟେ କରିବ, ସେଥିରେ ସବୁ ଦେଖିକିରି ଲେଖିବ। ଏ ବହିରେ ମଧ୍ୟ ୱଙ୍କ ଯେଉଁଭଳି ଭାବରେ ଦେଇଛି ସେଇଭଳି ଭାବରେ ଲେଖିବ। ଠିକ୍ ଅଛି, ହେଲା। ତା ପରବର୍ତ୍ତୀ କ୍ୱେଶ୍ଚିନ୍କି ଆସ। 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା? ଚିତ୍ର ଦେଖି ଖାଲି ଘର ପୂରଣ କର। ବର୍ତ୍ତମାନ ଆମେ ଚିତ୍ରକୁ ଦେଖିବା ଆଉ ଖାଲି ସ୍ଥାନକୁ ପୂରଣ କରିବା। ହେଲା, ପ୍ରଥମ ଚିତ୍ରଟି କ'ଣ ଦେଖୁଛ? ନା ପ୍ରଥମ ଚିତ୍ରଟି ହେଉଛି ଗୋଟେ କଙ୍କଡ଼ାର ଚିତ୍ର। ତେଣୁ କ'ଣ ଲେଖିବ? ସେ ଦେଇଛି ମାନେ କୋଠରୀରେ ଦେଇଛି କ'ଣ? ନା କ ଡ୍ୟାସ୍ ଡା। ତେଣୁ କ'ଣ ହେବ? ନା ଅଙ୍କ ହେବ। ତେଣୁ ଆମେ ଲେଖିବା କ ଅଙ୍କ ଡା, କଙ୍କଡ଼ା। ତାପର ଚିତ୍ର ଦେଖ, ଗୋଟେ ଶଙ୍ଖର ଚିତ୍ର ଦେଇଛି। ତେଣୁ ତାଲବ୍ୟ ସ ଅଙ୍କ ଶଙ୍ଖ ଲେଖିବ। ତାପରେ ଗୋଟେ ଦେଖ ଦେଇଛି ଗୋଟେ କୀଟ, କ'ଣ ଦେଇଛି ତା ନାଁ? ନା କଙ୍କି। ସେ କଙ୍କି ଯିଏକି ଉଡ଼େ, ଯାହାକୁ ହେଲିକପ୍ଟର ମଧ୍ୟ ଛୋଟ ପିଲାମାନେ କୁହନ୍ତି, ନାଇଁ କି? ଠିକ୍ ଅଛି। ବର୍ତ୍ତମାନ କ'ଣ ଲେଖିବା? ନା କଙ୍କି, କ ଅଙ୍କ ହର୍ଷଇକାର କଙ୍କି। ତାପରେ ଆସିଲା ପରବର୍ତ୍ତୀ ଚିତ୍ର, ୟାକୁ ତମେ ସମସ୍ତେ ଜାଣିଥିବ। ଇଏ କିଏ? ନା ଇଏ ହେଉଛି ଗୋଟେ ମାଙ୍କଡ଼। ତେଣୁ ଏଠି କ'ଣ ଲେଖିବ? ନା ମା ଅଙ୍କ ଡ, ମାଙ୍କଡ଼। ହେଲା, ମୁଁ ଯେମିତି ଲେଖୁଛି ସେମିତି ଲେଖିବ। ତାପରେ କ'ଣ ଆସିଲା? ଏଇଟା ତମ ସମସ୍ତଙ୍କ ଘରେ ଅଛି। ଏହାକୁ କ'ଣ କୁହନ୍ତି? ଫ୍ୟାନ୍ କୁହନ୍ତି, ନାଇଁ କି? ୟାକୁ ଓଡ଼ିଆରେ କୁହନ୍ତି କ'ଣ? ନା ପଙ୍ଖା କୁହନ୍ତି। ହେଲା, ତେଣୁ ପ ଅଛି, ତେଣୁ ପ ଅଙ୍କ ଆକାର ପଙ୍ଖା। ତାପରେ ଗୋଟେ ବଢ଼ିଆ ଚିତ୍ରଟା ଦେଇଛି ଦେଖ। ୟାକୁ ଆମେ କ'ଣ ଆର ନାଁ କି କହିପାରିବ?
ଏଇଟା ହେଉଛି ଲଙ୍କା। ଏଇଟା ପାଚି ଯାଇଛି, ପାଚିଲା ଲଙ୍କା ନାଇଁ କି? ଠିକ୍ ଅଛି। ସେ ଯେହେତୁ ଲ ଦେଇଛି ଆମେ ଏଠି କ'ଣ ଲେଖିବା ନା ଲଙ୍କା ଲେଖିବା। ଲ କଙ୍କ ଆକାର ଲଙ୍କା। ତାପରେ ଆସିଲା 4 ନମ୍ବର, ପଢ଼ ଓ ଲେଖ। ବର୍ତ୍ତମାନ ଆମେ ଯାହାଟା ପଢ଼ିବା ସେଇଟାକୁ ସାଙ୍ଗେ ସାଙ୍ଗେ ଲେଖିଦେବା ହେଲା। କ'ଣ ଦେଇଛି ଦେଖ, ନାଲି ଶଙ୍ଖା, ତାପରେ ଧଳା ଶଙ୍ଖ, ତାପରେ ବଙ୍କୁଲି ବାଡ଼ି, ତାପରେ ହାତ ପଙ୍ଖା, ଲାଉ ଡଙ୍କ, ବଙ୍କା ଆଙ୍କୁଡ଼ି ହେଲା। ଯାହା ସବୁ ଆମେ ପଢ଼ିବା ସେଇଟାକୁ ଦେଖିକିରି ଲେଖିବା ସେଠି। ତାପରେ ଆସିଲା 5 ନମ୍ବର, ତଳେ ଥିବା ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖ ଓ ପଢ଼। କ'ଣ ଦେଇଛି ପ୍ରଥମେ ଦେଖ, ମା। ଆକୁ କିଏ ସଜାଡ଼ିକିରି କହିପାରିବ? କିଏ କହିପାରିବ ଦେଖିବା? ଭେରି ଗୁଡ୍। ଏଇଟା ହେଉଛି କ'ଣ ନା ମାଙ୍କଡ଼। ମା ଆକୁ ଆମେ ସଜାଡ଼ିକିରି ଲେଖିଲେ ଏଇଟା ହେଉଛି ମାଙ୍କଡ଼। ତାପରେ କ'ଣ ଦେଇଛି, କା ଆକୁ ସେମିତି ସଜାଡ଼ିକି ଲେଖିବା କ'ଣ ହେବ? କାଙ୍କଡ଼ ହେବ। କ ଆକାର କା, ଅଙ୍କ ଡ ହେଲା। ଠିକ୍ ଅଛି। ତାପରେ କ'ଣ ଦେଇଛି ନା କା ସ, ଆକୁ କିଏ ସଜାଡ଼ିକିରି କହିପାରିବ? ଏଇଟା ହେବ କ'ଣ ନା ଶଙ୍ଖାରି। ସ ଅଙ୍କ ଆକାର ର ହର୍ଷଇକାର ହେଲା। ଠିକ୍ ଅଛି। ବର୍ତ୍ତମାନ 6 ନମ୍ବରକୁ ଆସ। ତଳ ସାରଣୀରେ ଥିବା ଅଙ୍କଙ୍କ ଯୁକ୍ତାକ୍ଷରକୁ ନେଇ ଶବ୍ଦ ଗଢ଼ ଓ ଲେଖ, ଯେପରି କାଙ୍କଡ଼। ତେଣୁ ଆମେ ବର୍ତ୍ତମାନ ଏଇ କୋଠରୀରୁ ଦେଖିବା, ଦେଖିକିରି ସବୁ ଯୁକ୍ତାକ୍ଷରକୁ ନେଇକିରି ଶବ୍ଦ ଗଠନ କରିବା। କ'ଣ ହେଇପାରିବ ଦେଖ, ଗୋଟେ ହେଇପାରିବ କ'ଣ ନା ମାଙ୍କଡ଼ ହେଇପାରିବ ନାଇଁ କି? ତେଣୁ ମାଙ୍କଡ଼ ଲେଖିଦେବା। କାଙ୍କଡ଼ ତ ସେ ଅଛି। ତାପରେ ଆଉ କ'ଣ ହେବ, ଶଙ୍ଖା ହେଇପାରିବ, ତେଣୁ ଶଙ୍ଖା ଲେଖିଦେବା। ଆଉ କ'ଣ ହେଇପାରିବ ନା ଶଙ୍ଖାରି ହେଇପାରିବ, ତେଣୁ ଶଙ୍ଖାରି ଲେଖିଦେବା। ଆଉ କ'ଣ ହେଇପାରିବ ଦେଖ, ନା ଡଙ୍କ ହେଇପାରିବ ନାଇଁ କି? ତେଣୁ ଡଙ୍କ ଆମେ ଲେଖିଦେବା। ଆଉ କ'ଣ ହେଇପାରିବ ଦେଖ, ଆଉ ହେଇପାରିବ କ'ଣ ଦେଖ ଭଲ ଭାବରେ, ଅଙ୍କ ହେଇପାରିବ। ତମାନେ ସବୁ ଯେଉଁ ଗଣିତରେ କରୁଛ ଅଙ୍କ ଯାହାକୁ କୁହାଯାଏ, ତେଣୁ ଅଙ୍କ ଲେଖିବା। ଆଉ କ'ଣ ହେଇପାରିବ ଦେଖ, ନିଜେ ଚିନ୍ତା କର। କାଙ୍କ ହେଇପାରିବ, କାଙ୍କ ଗୋଟେ ହାଣିବାରେ ବ୍ୟବହାର କରାଯାଏ ନାଇଁ କି? ତେଣୁ କାଙ୍କ ମଧ୍ୟ ହେଇପାରିବ। ଆଉ କ'ଣ ହେଇପାରିବ ଦେଖ, ଶଙ୍ଖା ହେଇପାରିବ। ଶଙ୍ଖା କହିଛି ନା କହିନି? ଠିକ୍ ଅଛି। ଯଦି ନ କହିଛେ ତାହେଲେ ଲେଖିବ ଶଙ୍ଖା ହେଇପାରିବ। ଆଉ ଶଙ୍ଖ ମଧ୍ୟ ହେଇପାରିବ, ଦେଇଛି ଏଠି ନାଇଁ କି? ବହୁତ କିଛି ଶବ୍ଦ ଆମେ ଗଢ଼ିପାରିବା। ଠିକ୍ ଅଛି। ତାପରେ 7 ନମ୍ବର, ଆସ ପଢ଼ିବା। କେବଳ ଆମେ ପଢ଼ିବା କ'ଣ ସବୁ ଦେଇଛି। କ'ଣ ଦେଇଛି ଦେଖିବା ନା କଙ୍କି, ଶଙ୍ଖା, କାଙ୍କ, ଶଙ୍ଖ, ବଙ୍କା, ପଙ୍ଖା, ଢିଙ୍କି, ପଙ୍କ, ଶଙ୍କୁଆ, ଶଙ୍କର, ଶୃଙ୍ଖଳା, ପାଲିଙ୍କି, ଢାଙ୍କୁଣୀ, ପଙ୍କଜ, କଳଙ୍କ, ଶଙ୍ଖୁଡ଼ି ହେଲା। ଠିକ୍ ଅଛି। କେବଳ ପଢ଼ିବା ପାଇଁ ଦେଇଛି, ଆମେ ଏଇଟା ପଢ଼ିବା। ତାପରେ 8 ନମ୍ବର ଆସିଲା, ଆସ ଗାଇବା। ଗୋଟେ କବିତା ଦେଇଛି। କ'ଣ ଦେଇଛି ଦେଖିବା। କରେ କ'ଣ ଦେଇଛି ନା ପାଣି ପିଉଥିବ ଛାଣି, ଟଙ୍କା ନେଉଥିବ ଗଣି ନାଇଁ କି? ତାପରେ ଖରେ କ'ଣ ଦେଇଛି, ପଙ୍ଖା ତଳେ ବସି ଶଙ୍ଖି ବିଲେଇ, ଶଙ୍ଖା ପାଛିଆକୁ ରହିଛି ଚାହିଁ। ଠିକ୍ ଅଛି। କେବଳ ଗାଇବା ଦେଇଛି। ତାପରେ 9 ନମ୍ବରକୁ ଆସ। ପଢ଼ ଓ ଆଲୋଚନା କରି ଉତ୍ତର ଲେଖ। ମାଙ୍କଡ଼ ତା ବାପାଙ୍କୁ କ'ଣ କହିଲା? ମାଙ୍କଡ଼ କ'ଣ କହିଲା ତା ବାପାଙ୍କୁ କିଏ କହିପାରିବ? ନା ମାଙ୍କଡ଼ ତା ବାପାଙ୍କୁ କ'ଣ କହିଲା? ମାଙ୍କଡ଼ କହିଲା,
କାଙ୍କଡ଼ ଖାଇବା ପାଇଁ। ତେଣୁ ସେ ତା ବାପାଙ୍କୁ କହିଲା କ'ଣ ନା ମୁଁ କାଙ୍କଡ଼ ଖାଇବି, ତେଣୁ ଦୋକାନରୁ ଲଙ୍କା କିଣିକିରି ଆଣିଲେ ମୋତେ କାଙ୍କଡ଼ ଖାଇବି, ଭାଜିକିରି ଖାଇବି ଆଉ କ'ଣ ନାଇଁକିରି ଝୋଳ କରିକିରି ଖାଇବେ ସେ କହିଛି ନା। ଠିକ୍ ଅଛି। ତାପରେ ମାଙ୍କଡ଼ ବଜାର ଯାଇ କ'ଣ ଆଣିବ ବୋଲି କହିଲା। ମାଙ୍କଡ଼ ବଜାର ଯାଇ କ'ଣ ଆଣିବ କହିଲା ଦେଖ। ମାଙ୍କଡ଼ ବଜାରକୁ ଯିବ, କାଙ୍କଡ଼ ନେଇକିରି ଆସିବ, ଲଙ୍କା ନେଇକିରି ଆସିବ, ନାଇଁ କି? ଠିକ୍ ଅଛି। ତାପରେ ଅଝଟ ନ ହୋଇ କ'ଣ କରିବାକୁ ମା କହିଲେ। ସେ ଯେଉଁ ମାଙ୍କଡ଼ଟି ଥିଲା ତାର ମା ତାକୁ କ'ଣ କହିଲେ? ମାଙ୍କଡ଼ର ମା କହିଲା କ'ଣ ଯେ ମୁଁ ପୁଅ ତୁ କ'ଣ ବ୍ୟସ୍ତ ହୁଅନା, ମୁଁ ବଜାରକୁ ଯିବି ଆଉ ପରିବା ଆଉ ସଉଦା କିଣିକିରି ଆଣିବି, ତାପରେ ରୋଷେଇ କଲା ପରେ ତୋତେ ଖାଇବା ପାଇଁ ଦେବି, ନାଇଁ କି? ଠିକ୍ ଅଛି। ତାପରେ ପାଠପଢ଼ା ସହ ତୁମେ ଘରେ ଆଉ କେଉଁ ସବୁ କାମ କରିଥାଅ? ପାଠପଢ଼ା ତ ସମସ୍ତେ ପଢ଼ୁଛ, ତାକୁ ଛାଡ଼ିକିରି ତୁମେ ଆଉ କ'ଣ ସବୁ କାମ କର? ବିଭିନ୍ନ ପ୍ରକାର କାମ କର ଘରେ। କ'ଣ କର? ଘର ଝାଡ଼ୁ କରିଥାଅ, ଆଉ କ'ଣ କରିଥାଅ? ଘରେ ମାଆଙ୍କୁ ରୋଷେଇରେ ସାହାଯ୍ୟ କରିଥାଅ, ଘରେ ବାପାଙ୍କୁ ଘର କାମରେ ସାହାଯ୍ୟ କରିଥାଅ, ଆଉ କ'ଣ କରିଥାଅ? ଦୋକାନକୁ ଯାଇକିରି ପନିପରିବା ସଉଦା ନେଇକିରି ଆସିଥାଅ, ନାଇଁ କି? ଆଉ କ'ଣ? ପାଣି ମଧ୍ୟ ଆଣିଥାଅ। ଏମିତି ବିଭିନ୍ନ ପ୍ରକାର କାମ ଆମେ କରିଥାଉ। ଆଉ ଯାହା ବି ତୁମେ ଜାଣିଛ, ଯାହା ବି କରୁଛ ଲେଖିବ। ଠିକ୍ ଅଛି। ହଉ। ତାପରେ ତୁମ ମା ଘରେ କ'ଣ ସବୁ କାମ କରନ୍ତି? ତୁମ ମା ଘରେ କ'ଣ ସବୁ କାମ କରନ୍ତି? ନା ମା ଘରେ ରୋଷେଇ କରନ୍ତି, ଘର ସଫା କରନ୍ତି, ଘରକୁ ଲିପା ପୋଛା କରନ୍ତି, ଆଉ କ'ଣ କରନ୍ତି? ଗାଈ ଗୋରୁଙ୍କୁ ଖାଇବା ପାଇଁ ଦିଅନ୍ତି, ଲୁଗାପଟା ସଫା କରନ୍ତି, ବିଭିନ୍ନ ପ୍ରକାର କାମ ମା କରନ୍ତି। ଯାହାର ମା ଯାହା କାମ କରନ୍ତି ତୁମେ ଦେଖୁଥିବ, ସେଇଟାକୁ ଲେଖିବ। ଠିକ୍ ଅଛି। ହଉ। ବର୍ତ୍ତମାନ ଆସିଲା 10 ନମ୍ବର। ସମାନ ଧ୍ୱନି ଉଚ୍ଚାରଣ ହେଉଥିବା ଶବ୍ଦକୁ ଗାର ଟାଣି ଯୋଡ଼। ସମାନ ଧ୍ୱନି ମାନେ ବୁଝିପାରୁଛ ତ? ଯେମିତି ସମାନ ଭାବରେ ଉଚ୍ଚାରଣ ଆସୁଥିବ। ତାହେଲେ ବର୍ତ୍ତମାନ କ ସ୍ତମ୍ଭରେ କ'ଣ ଦେଇଛି, ଖ ସ୍ତମ୍ଭରେ କ'ଣ ଦେଇଛି ଆଗେ ଦେଖିବା। କ ସ୍ତମ୍ଭରେ ଦେଇଛି କାଙ୍କଡ଼, କଙ୍କି, ଶଙ୍ଖା, ଟଙ୍କା। ଖ ସ୍ତମ୍ଭରେ କ'ଣ ଦେଇଛି ନା ଡଙ୍କି, ପଙ୍ଖା, ବଙ୍କା, ମାଙ୍କଡ଼। ତାହେଲେ ଧ୍ୱନି ସମାନ କ'ଣ ଆସୁଛି? କାଙ୍କଡ଼ର କ'ଣ ଆସୁଛି? ମାଙ୍କଡ଼। କଙ୍କିର ସେମିତି କ'ଣ ହେବ? ନା ଡଙ୍କି। ଶଙ୍ଖାର ସେମିତି କ'ଣ ହେବ? ନା ପଙ୍ଖା। ଟଙ୍କାର ସେମିତି କ'ଣ ହେବ? ନା ବଙ୍କା। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତେଣୁ ଏଇଟାକୁ ଗାର ଦେଇକିରି ସବୁ ଯୋଡ଼ିବ। ତାପରେ ଆସିଲା 11 ନମ୍ବର। ଚିତ୍ର ଦେଖ ଓ ଲେଖ। ଚିତ୍ରଟିକୁ ଦେଖିବା ଏବଂ ଲେଖିବା। କ'ଣ ଚିତ୍ରରେ ଦେଖୁଛ କୁହ? ତେଣୁ ପ୍ରଥମ ଚିତ୍ରରେ ଆମେ ଦେଖୁଛେ ଗୋଟିଏ ମାଙ୍କଡ଼ଟି ତାର ଘର ଦ୍ୱାର ମୁହଁ ଆଗରେ ବସି ଚେୟାରରେ ବସିକିରି କ'ଣ କରୁଛି? ସମ୍ବାଦପତ୍ର ପଢ଼ୁଛି, ନାଇଁ କି? ତେଣୁ ଆମେ ସେଇଟାକୁ ଲେଖିବା ଯେ ମାଙ୍କଡ଼ଟି ତାର ଘର ଆଗରେ ବସି ଚେୟାର ଉପରେ ବସିକିରି ଖବରକାଗଜ ପଢ଼ୁଛି। ହେଲା, ଠିକ୍ ଅଛି। ତାପରେ ଦ୍ୱିତୀୟ ଚିତ୍ରକୁ ଦେଖ। ସେଠି କ'ଣ ଦେଖୁଛ? ନା ଗୋଟେ ମାଙ୍କଡ଼ଟି କ'ଣ କରୁଛି ନା ଗୋଟେ ଚୁଲି ଉପରେ ଗୋଟେ କେଟିଲ୍ ବସେଇଛି, ନିଆଁ ଜାଳୁଛି। ହୁଏତ ପାଣି ଗରମ କରୁଥାଇପାରେ, କିମ୍ବା କ୍ଷୀର ଗରମ କରୁଥାଇପାରେ, କିମ୍ବା ଚାହା ଗରମ କରୁଥାଇପାରେ, ନାଇଁ କି? ତେଣୁ ଆମେ ଲେଖିବା କ'ଣ ନା ମାଙ୍କଡ଼ଟିଏ ତାର ଘର ପାଖରେ ଚୁଲିରେ କେଟିଲ୍ ସାହାଯ୍ୟରେ ପାଣି କିମ୍ବା କ୍ଷୀର ଗରମ କରୁଛି ଏବଂ ନିଆଁ ଜାଳୁଛି। ହେଲା, ଠିକ୍ ଅଛି। ତାପରେ ଆସିଲା ପରବର୍ତ୍ତୀ ଚିତ୍ର। କ'ଣ ହେଇଛି ନା ଦୁଇଟି ଛୋଟ ଛୋଟ ମାଙ୍କଡ଼ ଖେଳୁଛନ୍ତି, ନାଇଁ କି? ମନ ଖୁସିରେ ଖେଳୁଛନ୍ତି। ହେଲା, ଠିକ୍ ଅଛି। ତା ପର ଚିତ୍ରକୁ ଦେଖ। ସେଠି କ'ଣ ଦେଖୁଛ ନା 4 ଜଣ ମାଙ୍କଡ଼ ବସିଛନ୍ତି। ସେଥିରେ ଗୋଟିଏ ବଡ଼ ମାଙ୍କଡ଼ ଅଛି, ଆଉ 3 ଜଣ ଛୋଟ ମାଙ୍କଡ଼ ଅଛନ୍ତି। ଏବଂ ହାତରେ ସେମାନେ କିଛି ଗୋଟେ ଧରିଲା ଭଳିଆ ଲାଗୁଛି। କ'ଣ ଧରିଛନ୍ତି ନା ଦେଖ
ଖାଦ୍ୟ ଧରିଛନ୍ତି, କଦଳୀ ସବୁ ଧରିଛନ୍ତି, ନାଇଁ କି? ତେଣୁ 4 ଜଣ ମାଙ୍କଡ଼ ବସିକିରି କଦଳୀ ଖାଉଛନ୍ତି। ତାପରେ ଆସିଲା 11 ନମ୍ବର। କ'ଣ ଦେଇଛି ନା ପହଳି ପଢ଼ି ଖାଲି ଘରେ ଉତ୍ତର ଲେଖ। ଆମେ ପଢ଼ିବା, ବୁଝିବା ଏବଂ ଉତ୍ତରଟିକୁ ଲେଖିବା। କ'ଣ ଦେଇଛି ନା ମିଠା କଥା କହି କରେ ଆଦର, ତା ପାଇଁ ଘର ସରଗପୁର। ଜନମ ତୁମର ଗରଭୁ ତାର, ପାଖରେ ଥିଲେ ସେ ନ ଲାଗେ ଡର। ଆଚ୍ଛା ଠିକ୍ ଅଛି, କିଏ ତୁମକୁ ଘରେ ସବୁ ଭଲ କଥା କହେ, ମିଠା କଥା କିଏ କହେ? ତୁମକୁ ଜନ୍ମ କିଏ ଦେଇଛି? କିଏ କହିପାରିବ? ସେ ଉତ୍ତର ହେଉଛି କ'ଣ ନା ମା ବା ବୋଉ। ହେଲା, ଠିକ୍ ଅଛି। ତାପର କ୍ୱେଶ୍ଚିନ୍ ଦେଖ, ଖ ନମ୍ବର ଦେଇଛି। 11 ନମ୍ବର ଖ କ'ଣ ଦେଇଛି ନା ଆମରି ହସରେ ତାଙ୍କରି ଖୁସି, ପାଳନ୍ତି ଆମକୁ ସେ ହସି ହସି। ମୁଖିଆ ହୋଇ ସେ ଘର ଚଳାନ୍ତି, ସୁଖେ ଦୁଃଖେ ଆମ ପାଖେ ଥାଆନ୍ତି। ତାହେଲେ ଆମ ଖୁସିରେ ସେ ଖୁସି ହୁଅନ୍ତି, ଆମ ଘରର ସେ ମୁଖ୍ୟ, ସେ ଘରର ସବୁ କଥା ବୁଝନ୍ତି। କିଏ ସିଏ? ସେ ହେଉଛନ୍ତି ବାପା। ହେଲା, ଠିକ୍ ଅଛି। ତାପରେ ଆସିଲା 12 ନମ୍ବର। ଖାଇଲେ କିପରି ଲାଗେ ଲେଖିବା। ହେଲା, ଯେପରି ଲଙ୍କା ରାଗ ଲାଗେ, ସେହିପରି କଇଁଆ କେମିତି ଲାଗେ, ରସଗୋଲା କେମିତି ଲାଗେ, ଲୁଣ କେମିତି ଲାଗେ ଲେଖିବା। କିଏ କହିପାରିବ? ହାତ ଟେକ। କଇଁଆ କିପରି ଲାଗେ? କଇଁଆ କେମିତି ଲାଗେ ନା କଇଁଆ ଖଟା ଲାଗେ। ସେହିପରି ରସଗୋଲା କିପରି ଲାଗେ? ରସଗୋଲା କେମିତି ଲାଗେ ନା ରସଗୋଲା ମିଠା ଲାଗେ। ସେମିତି ଲୁଣ କିପରି ଲାଗେ ନା ଲୁଣ ଲୁଣିଆ ଲାଗେ। ବୁଝିପାରିଲ ତ? ଠିକ୍ ଅଛି। ତେଣୁ ଏଇଟା ସବୁ ବହିରେ ଲେଖିନେବ, ଖାତାରେ ମଧ୍ୟ ଲେଖିନେବ। ତାପରେ ଆସିଲା 13 ନମ୍ବର, ତୁମ ପାଇଁ କାମ। ଏଇଟାକୁ ତୁମେ କରିବ। କ'ଣ ଦେଇଛି ଦେଖିବା। ତୁମ ରୋଷେଇ ଘରେ କ'ଣ ସବୁ ଜିନିଷ ଅଛି, ମା ଓ ବାପାଙ୍କୁ ପଚାରି ତାଲିକା କର। ତୁମ ରୋଷେଇ ଘରେ କ'ଣ ସବୁ ଜିନିଷ ଅଛି ନା ପନିପରିବା ଅଛି, ଚାଉଳ ଅଛି, ଅଟା ଅଛି, ଆଉ କ'ଣ ଅଛି? ଲଙ୍କା ଅଛି, ସୋରିଷ ଅଛି, ଜିରା ଅଛି, ଫୁଟଣ ଅଛି, ଅଦା ଅଛି, ନାଇଁ କି? ବିଭିନ୍ନ ପ୍ରକାର ଜିନିଷ ଅଛି। ଯାହା ବି ଅଛି ସେସବୁ ଜିନିଷକୁ ଲେଖିବ। ତାପରେ ଥିଲା କ'ଣ ନା ମା ତୁମ ପାଇଁ ଯାହା ରୋଷେଇ କରନ୍ତି ଖାତାରେ ଲେଖ। ମା ତୁମ ପାଇଁ କ'ଣ ସବୁ ରୋଷେଇ କରନ୍ତି? ଘରେ ଯାହା ରୋଷେଇ ହେଉଛି ସବୁ ଲେଖିବ, ନାଇଁ କି? ଭାତ, ଡାଲମା, ଖଟା, ପାସ୍, ମାଛ, ମାଂସ, ଅଣ୍ଡା, ନାଇଁ କି? ତରକାରୀ, ବିଭିନ୍ନ ପ୍ରକାର ଯାହା ବି ରୋଷେଇ ହେଉଛି ସେଇଟା ତୁମେ ଲେଖିବ। ହଁ, ଠିକ୍ ଅଛି। ତାପରେ ଗଡ଼ ଦେଇଛି କ'ଣ ନା ଗୁରୁଙ୍କୁ ବିଷ୍ଣୁ ପ୍ରାୟ ମଣି, ସେବା କରିବ ମନ ଜାଣି, ପିତାମାତାଙ୍କ ସହଯୋଗରେ ଆବୃତ୍ତି କର। ତେଣୁ ତୁମେମାନେ ଏଟିକୁ ନିଜେ ଆବୃତ୍ତି କରିବ। ହେଲା, ଠିକ୍ ଅଛି। ତେଣୁ ଆଜିର ବିଷୟରେ ଆମେ କ'ଣ ସବୁ ଶିଖିଲେ ନା ୱଙ୍କଙ୍କ ଆଉ ୱଙ୍ଖଙ୍କ ଯୁକ୍ତାକ୍ଷର ସବୁ ଶିଖିଲେ। ହେଲା, ତେଣୁ ତୁମମାନେ ସବୁ କ'ଣ କରିବ ନା ଏ ବିଷୟଟିକୁ ତ ପଢ଼ିଲ, ଜାଣିଲ, ତୁମମାନଙ୍କର ସାଙ୍ଗମାନଙ୍କୁ ଏ ଭିଡ଼ିଓଟିକୁ ପଠାଇଦେବ। ସେମାନେ ମଧ୍ୟ ଘରେ ରହିକିରି ପାଠ ପଢ଼ିପାରିବେ। ଠିକ୍ ଅଛି। ହଉ, ଆଜି ପାଇଁ ବିଦାୟ। ସମସ୍ତେ ଭଲରେ ଥାଅ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।